ଗୋଟେ ବିରାଟ ସମୟର ଗୋଟେ ଅନନ୍ତ ଯାତ୍ରା କହିଲେ ଅତ୍ୟୁକ୍ତି ହବ ନାହିଁ। ଗୋଟେ ଅନୁଷ୍ଠାନକୁ ଆପଣ ମାନେ ବଞ୍ଚେଇ ରଖିଛନ୍ତି। ପ୍ରତ୍ୟେକ ଦିନ କିଏ ଭଜନ କରିବ, କିଏ କୀର୍ତ୍ତନ କରିବ, କିଏ ଧର୍ମ ପୁସ୍ତକ ଇତ୍ୟାଦି ପାଠ କରିବ, ସତ୍ୟାନୁଷ୍ଠାନ ପାଠ କରିବ, ଆଉ କିଏ ଆଲୋଚନା କରିବ। ଏ ସବୁକୁ ନେଇ ଯାଉ ଆପଣ ମାନେ ଆଗେଇ ଚାଲିଛନ୍ତି। ଈଶ୍ୱର ଶ୍ରୀ ଶ୍ରୀ ଠାକୁର ଆପଣ ମାନଙ୍କର ଏଇ ପ୍ରଚେଷ୍ଟାର କୃତି ଆପଣ ମାନଙ୍କୁ ଦିଅନ୍ତୁ। ବର୍ତ୍ତମାନ ଶ୍ରୀ ଶ୍ରୀ ଠାକୁରଙ୍କର ପୁରୁଷୋତ୍ତମଙ୍କର ଧରାବତରଣ ପବିତ୍ର ଭାଦ୍ରବ ମାସର ଆଜି କେତେ ଦିନ ହେଲାଣି, 16 ଦିନ ବୋଧେ ପଦାର୍ପଣ ଆମ ମାନେ କଲୁଣି। 18 ଦିନ, ଆଜ୍ଞା ଆଜ୍ଞା, ଅଷ୍ଟାଦଶ ଦିବସରେ ପଦାର୍ପଣ କରିଛୁ। ଆଉ ମୁଁ ଟିକେ ସତ୍ସଙ୍ଗ କେନ୍ଦ୍ରରୁ ଦୂରରେ ଅଛି, ଭ୍ୟାଲୁଏସନ ସେଣ୍ଟରରେ। ଆଉ ଅଡ୍ ଜାଗାରେ ମତେ ବି ବସିବାକୁ ପଡିଛି। 1888 ମସିହା ସେପ୍ଟେମ୍ବର 14 ତାରିଖ ଭାଦ୍ରବ 30 ଦିନ ଶୁକ୍ଳ ତାଳନବମୀ ତିଥି ସକାଳ 7ଟା 5 ମିନିଟ ସମୟରେ ଏକ ବଙ୍ଗୀୟ ପରିବାରରେ ପୁରୁଷୋତ୍ତମଙ୍କର ଆବିର୍ଭାବ ଏ ସମଗ୍ର ବିଶ୍ୱ ଆଧ୍ୟାତ୍ମିକ ଜଗତକୁ ଚକିତ କରିଥିଲା। ହିମାୟତପୁରରେ ଗୋଟେ ଭ୍ରମ ସୃଷ୍ଟି ହେଇଥିଲା ଯେ ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କର ପରିବାର ନିଆଁ ଲାଗିଯାଇଛି। ବହୁ ମଣିଷ ଦୌଡ଼ି ଆସିଲେ, ଏପରିକି ପଦ୍ମା ନଦୀରେ ଯୋଉ ଧୀବର ମାନେ ମାଛ ଧରୁଥିଲେ ସେମାନେ ଆସି ଦେଖିଲେ, ସମସ୍ତେ ଦେଖିଲେ ଏକ ଶିଶୁ ପୁତ୍ର ଜନ୍ମ ହେଇଛନ୍ତି ଏବଂ ତାଙ୍କର ସର୍ବାଙ୍ଗରୁ ଜ୍ୟୋତି ନିର୍ଗତ ହଉଛି, ଆଉ ନିଆଁ ଲାଗିନାହିଁ। ଏତେ ବଡ ଆଲୋକ ସୃଷ୍ଟି ହେଇଛି ଯେ ଆଉ ସେଠି ବୟସର ବାର ନଥିଲା ଯେ କି ବୃଦ୍ଧ, କି ସନ୍ନ୍ୟାସୀ, କି ଗରିବ, କି ଦୁଃଖୀ, ସମସ୍ତେ ସେଇ ଶିଶୁ ଅନୁକୂଳ ଚନ୍ଦ୍ରକୁ ପ୍ରଣାମ କରିଥିଲେ, କାହାକୁ କହିବାକୁ ପଡିନଥିଲା। ଏଉଠୁ ଜନ୍ମଲୀଳା ଆରମ୍ଭ ହେଇଥିଲା ଏବଂ ଯେତେବେଳେ ତାଙ୍କୁ 11 ମାସ ବୟସ, ମାତା ମନମୋହନ ଦେବୀ ତାଙ୍କୁ ଉମେଶ ଚନ୍ଦ୍ର ଲାହିଡିଙ୍କର ବାସଭବନକୁ ନେଇକି ଯାଇଥିଲେ, ମାମୁଁ ଘରକୁ। ଆଉ ତାଙ୍କର ମାମୁଁ ବାଳଗୋପାଳଙ୍କର ଆରାଧ୍ୟ ଥିଲେ। ବାଳଗୋପାଳଙ୍କୁ ସେ ଭଲ ପାଉଥିଲେ। ସକାଳେ ପ୍ରତ୍ୟେକ ଦିନ ଗାଧେଇ ପିଧେଇ ବାଳଗୋପାଳଙ୍କୁ ସ୍ନାନ କରି ଭୋଗ ନୈବେଦ୍ୟ ନିବେଦନ କରି ତାଙ୍କୁ ସେ ଧ୍ୟାନ କରୁଥିଲେ ଏବଂ ଧ୍ୟାନ ସମୟରେ ତାଙ୍କର ଗୋଟେ ଆଶା ଥିଲା ବାଳଗୋପାଳଙ୍କୁ ପ୍ରାପ୍ତ ହେବେ। ଏବଂ ଯେତେବେଳେ ଧ୍ୟାନ ସମୟରେ ଦେଖିଲେ ଗୋଟେ ଖଡ ପରି ଆବାଜ ହେଲା ଏବଂ ତାଙ୍କ ଧ୍ୟାନ ଭଗ୍ନ ହେଲା। ଦେଖାଗଲା, ଆଖି ଖୋଲିକି ଦେଖିଲେ ଯେ ଏ ବାଳଗୋପାଳ ତଳେ ଗଡୁଛନ୍ତି। ପିତ୍ତଳର ବାଳଗୋପାଳ ମୂର୍ତ୍ତି ତଳେ ଗଡୁଛନ୍ତି, ଆଉ ଶିଶୁ ଅନୁକୂଳ ଚନ୍ଦ୍ର ବାଳଗୋପାଳଙ୍କ ସ୍ଥାନରେ ବସି ଖିଲି ଖିଲି ହେଇ ହସୁଛନ୍ତି। ଉମେଶ ଚନ୍ଦ୍ର ଲାହିଡି ବିରକ୍ତ ହେଇଗଲେ ଯେ ମୋର ଆଜିର ସାଧନା ଟା ବ୍ୟର୍ଥ ହେଲା। ମାତା ମନମୋହନ ଦେବୀଙ୍କୁ ଆକଟ କଲେ ଯେ ଛୋଟ ପିଲାକୁ ଭଲ କରି ଧରି ରଖ ଏବଂ ମୋର ପୂଜା ପର୍ବଣ ମୁଁ ସାରେ। ପୁଣି ସୌଧ କରି, ପୁଣି ଗାଧେଇ ପିଧେଇ, ପୁଣି ନୂତନ ଭୋଗ ନୈବେଦ୍ୟ ନିବେଦନ କରି ବାଳଗୋପାଳଙ୍କୁ ପୁଣି ବସେଇ ପୁଣି ଆରମ୍ଭ କଲେ। ଦେଖାଗଲା କିଛି ସମୟ ପରେ ସେଇ ସମାନ ଘଟଣା ଘଟିଲା। ଖଡ ପରି ଆବାଜ ଏବଂ ସେ ତାଙ୍କର ଧ୍ୟାନ ଭଗ୍ନ ହେଲା ଏବଂ ସେ ଦେଖିଲେ ସେଇଭଳି ବାଳଗୋପାଳ ତଳେ ଗଡୁଛନ୍ତି, ଆଉ ଏଇ ଶିଶୁ ଅନୁକୂଳ ଚନ୍ଦ୍ର ବାଳଗୋପାଳଙ୍କ ପାଖରେ ବସି ଖିଲି ଖିଲି ହିଁ ହସୁଛି। ଅତ୍ୟନ୍ତ ବିରକ୍ତ ହେଇ ମାତା ମନମୋହିନୀଙ୍କୁ ଦେବୀକୁ ବିରକ୍ତ ହେଲେ, ପିଲାକୁ ତା ପାଖରେ ଛାଡିଲେ ଏବଂ ଦରୁଆନ ଜଗେଇଲେ। କାରଣ ତାଙ୍କର ଜମିଦାର ଫ୍ୟାମିଲି ଥିଲା ତାଙ୍କ ମାମୁଁ ଘର, ଯେ ତାଙ୍କର ଠାକୁର ଘର ପାଖରେ ଦରୁଆନ ଜଗି ସେ ପୁଣି ନାମ ଧ୍ୟାନରେ ବସିଲେ। କିନ୍ତୁ ତୃତୀୟ ଥର ମଧ୍ୟ ସେଇ କଥା ଦେଖାଦେଲା ଏବଂ ଯେତେବେଳେ ଶିଶୁ ଅନୁକୂଳ ଚନ୍ଦ୍ରକୁ ନେଇ ମାତା ମନମୋହନ ଦେବୀଙ୍କ ପାଖରେ ଛାଡିଲେ, ବିରକ୍ତି ହେଲେ, ମାତା ମନମୋହନ ଦେବୀ ଯେତେବେଳେ ତାକୁ ପିଟିବାକୁ ଉଠେଇଲେ, ସେଇ ସମୟରେ 11 ମାସର ଶିଶୁ ଅନୁକୂଳ ଚନ୍ଦ୍ର କହିଥିଲେ ଖନେଇ ଖନେଇ ପାଟିରେ ଯେ ସେ ମତେ କେନେ ଡାକେଇକି। ଏଇଠୁ ବୁଝି ପାରିଥିଲେ ଉମେଶ ଚନ୍ଦ୍ର ଲାହିଡି ମୁଁ ଯୋଉ ବାଳଗୋପାଳଙ୍କୁ ଡାକୁଛି ସିଏ ହିଁ ଶିଶୁ ଅନୁକୂଳ ଚନ୍ଦ୍ର ରୂପରେ ଆସିଛନ୍ତି। ଡାକି ପଠେଇଲେ, ହେ ସବୁ ଆସରେ, ବାଳଗୋପାଳ ଆସିଛନ୍ତି, ବାଳଗୋପାଳ ଆସିଛନ୍ତି। ଆଉ ଭୋଗ ପ୍ରସାଦ ଖାଅ, ଆନନ୍ଦରେ ଅଧୀର ହେଇ ଉଠିଥିଲେ। ଏଇଠୁ ଏଇଭଳି ଶହ ଶହ ଲୀଳା
ସଂଗଠିତ ହେଇଥିଲା 81 ବର୍ଷ ଜୀବନ କାଳ ଭିତରେ। କେତେବେଳେ ସେ ସେଇ କବିରାଜଙ୍କର ବିଷ ବଟିକା ଖାଇଛନ୍ତି ତ, କେତେବେଳେ ସେ ମୁସଲମାନ ସେ ଯୋଉ ଭାସି ଯାଉଥିଲା ଗଡ ଖାଇରେ ତାକୁ ଉଦ୍ଧାର କରିଛନ୍ତି। ଆଉ ସେ ମୁସଲମାନ ବୃଦ୍ଧ ମୁସଲମାନ ଯେତେବେଳେ କହୁଛ ତୁମେ କି ମୋର ଆଲ୍ଲାହ, ଶିଶୁ ଅନୁକୂଳ ଚନ୍ଦ୍ର ସେତେବେଳେ ସପ୍ତମ ଅଷ୍ଟମ ଶ୍ରେଣୀରେ ପଢୁଛନ୍ତି, କହୁଛନ୍ତି ତୁମେ ତ ମତେ ଆଲ୍ଲାହ ବୋଲି ଡାକିଲ, କିନ୍ତୁ ମୁଁ ଆଲ୍ଲାହ ଫାଲ୍ଲା କିଏ ଜାଣେ ନା, ମୁଁ ହଉଛି ଶିବଚନ୍ଦ୍ର ଚକ୍ରବର୍ତ୍ତୀଙ୍କର ପୁତ୍ର ଅନୁକୂଳ ଚନ୍ଦ୍ର ଚକ୍ରବର୍ତ୍ତୀ। ଏଇଠୁ ଧରା ପଡିଥିଲେ ଯେ ଯେତେବେଳେ ଈଶ୍ୱର ଭଗବାନ ଆସନ୍ତି ନିଜକୁ ଈଶ୍ୱର ଭଗବାନ କୁହନ୍ତି ନାହିଁ, କିନ୍ତୁ ଭକ୍ତ ପାଖରେ ଧରା ପଡନ୍ତି ଯେ ବୃଦ୍ଧ ମୁସଲମାନ ଯେତେବେଳେ କହୁଛି ତୁମେ କି ମୋର ଆଲ୍ଲାହ, ସେତେବେଳେ ଅନୁକୂଳ ଚନ୍ଦ୍ର କହିଥିଲେ ତୁମେ ତ ମତେ ଆଲ୍ଲାହ ବୋଲି ଡାକିଲ, ପୁଣି ପଚାରୁଛ କଣ? ଅର୍ଥାତ୍ ସେମାନେ ସେ ପ୍ରତ୍ୟକ୍ଷ ଭାବରେ ଈଶ୍ୱର ପୁରୁଷୋତ୍ତମ ଶ୍ରୀ ହରି, ସତ୍ୟରେ ଶ୍ରୀ ହରି ହୁଅନ୍ତୁ, ସତ୍ୟରେ ଶ୍ରୀ ରାମଚନ୍ଦ୍ର ହୁଅନ୍ତୁ, ଦାପରେ ଶ୍ରୀ କୃଷ୍ଣଚନ୍ଦ୍ର ହୁଅନ୍ତୁ, କେତେବେଳେ ସେମାନେ ନିଜକୁ ଈଶ୍ୱର ଭଗବାନ ବୋଲି କହିନାହାନ୍ତି। ପରବର୍ତ୍ତୀ ସମୟରେ ଯେତେବେଳେ ଯୌବନରେ ପଦାର୍ପଣ କଲେ, ଯେତେବେଳେ କୀର୍ତ୍ତନ ଯୁଗ ଆରମ୍ଭ ହେଲା, କିଛି କୀର୍ତ୍ତନର ଗୋଟେ କାହାଣୀଟେ କହୁଛି। ଯେତେବେଳେ କୁଷ୍ଟିଆରୁ ଦିନେ ରାତିରେ ଫେରୁଛନ୍ତି ସେ ଠାକୁର, 6-7 ଜଣ ଚୋର କିଆବୁଦା ମୂଳରେ ବସିଛନ୍ତି ଏବଂ ତାଙ୍କର କାମ ହେଲା ଚୋରି କରିବା ଏବଂ ରାସ୍ତାରେ ଯିଏ ଆସୁଥିବ ତାଙ୍କ ପାଖରୁ ଜିନିଷ ପତ୍ର ଛଡେଇ ନେବା ଏବଂ ପିଟା ମାରା କରିବା। ଠାକୁର ତାଙ୍କ ହାବୁଡରେ ପଡିଛନ୍ତି ଏବଂ ଠାକୁର କହୁଛନ୍ତି ତୁମେ ତ ମୋ ପାଖରୁ ଜିନିଷ ପତ୍ର ଲୁଟି ନେବ, ତୁମେ ମୋ କଥା ଟିକେ ଶୁଣି ସାଇଲେ ମୁଁ ଯାହା ଜିନିଷ ପତ୍ର ଅଛି ଦେଇଦେବି। ଏବଂ ସେଠି ତାଙ୍କ ପାଖରେ ବସି କିଆବୁଦା ମୂଳରେ ଠାକୁର କୀର୍ତ୍ତନ ଆରମ୍ଭ କଲେ। ସେମାନେ ସବୁ ଭାଙ୍ଗ ଫାଙ୍ଗ ଖାଇଥାନ୍ତି ଚୋର ମାନେ। ଆପଣ ମାନେ ଜାଣିଛନ୍ତି ମଦୁଆ ଭାଙ୍ଗ ଖାଇବା ଲୋକମାନେ ଯୋଉ କଥାଟା ଆରମ୍ଭ ହୁଏ ସେଇଟାକୁ ରିପିଟ କରି ଚାଲନ୍ତି। ଠାକୁର ଯୋଉ କୀର୍ତ୍ତନ ଆରମ୍ଭ କଲେ ସେ ମଧ୍ୟ କୀର୍ତ୍ତନ ଆରମ୍ଭ କରିଦେଲେ। ଏଗୁଡିକ କରୁ କରୁ ରାତି କେତେବେଳେ ପାଇଯାଇଛି ଜାଣିପାରି ନାହାନ୍ତି ଏବଂ ଏମାନଙ୍କୁ ଠାକୁର ଡାକି ନେଇଛନ୍ତି, ତୁମେ ତ ରାତି ସାରା ସବୁ ଉପାସ ରହିଛ, ଚାଲ ଆମ ଘରକୁ ଚାଲ ଆଉ ଖାଦ୍ୟ ଖାଇବ। ଏପଟେ ମାତା ମନମୋହନ ଦେବୀ ରାତି ତମାମ କବାଟ ଅନ୍ଧୁଆ କରି ପୁଅ ଆସିନାହିଁ ଚାହିଁ ରହିଛନ୍ତି ଏବଂ ନିଦ ଲାଗିଯାଇଛି। ଏ 6-7 ଜଣଙ୍କୁ ନେଇ ଯାଇ ଏ ମା ଏମାନେ ସବୁ ଆସିଛନ୍ତି, ଏମାନଙ୍କୁ ଖାଇବାକୁ ଦେ। ଅନେକ ସମୟରେ ଠାକୁର ଅନୁକୂଳ ଚନ୍ଦ୍ର ଏଇ ପ୍ରକାର କରୁଥିଲେ, ଲୋକମାନଙ୍କୁ ଡାକି ଆଣୁଥିଲେ, ମାଙ୍କ ପାଖରେ ପହଞ୍ଚେଇ ଦଉଥିଲେ, ଆଉ ମା ଯାହା ଥିଲା କିଛି ଆପତ୍ତି ନଥିଲା ବାଣ୍ଟି କୁଣ୍ଟିକି ସବୁ ଦଉଥିଲେ। ଏଇ ଚୋର ମାନେ ଦେଖିଲେ ଇ କିଏ ସେ, ଯେ ଆମେ ଚୋରି କରିବାକୁ ଆସିଥିଲୁ, ଆମ ସାଥିରେ କୀର୍ତ୍ତନ କଲେ, ଆଣିକି ଡାକି ଆଣିକି ଆହୁରି ଖାଇବାକୁ ଦେଲେଣି। ଏଇମାନଙ୍କୁ ନେଇକି ପ୍ରଥମେ କୀର୍ତ୍ତନ ଆରମ୍ଭ ହେଇଥିଲା। ଯେତେବେଳେ କୀର୍ତ୍ତନ ଆରମ୍ଭ ହେଲା ସେତେବେଳେ ହିମାୟତପୁରର ଗାଁର ଲୋକମାନେ କବାଟ ଝରକା ବନ୍ଦ କରିଦେଲେ। ଦେଖିଲେ ଇଏ ଅନୁକୂଳ କଣ କରୁଛି, ଇ ଯେତିକି କୀର୍ତ୍ତନ କରୁଛନ୍ତି ଚୋର ଟାଉଟର ଦଳ ସବୁ, ଏମାନେ ସବୁ କୀର୍ତ୍ତନ କରୁଛନ୍ତି। କିଛି ଦିନ ପରେ ଦେଖାଗଲା ହିମାୟତପୁର ଆଉ ଚୋରି ହେଲା ନାହିଁ, କାରଣ ଏଇ ଯେ ଚୋର ମାନେ ସବୁ କୀର୍ତ୍ତନ କରୁଛନ୍ତି, ଆଉ ଚୋରି କରିବ କିଏ? ଏଇ ଚୋର ମାନେ ଯେତେବେଳେ ହାତ ତାଳି ମାରିକି କୀର୍ତ୍ତନ ଆରମ୍ଭ କଲେ, ସେତେବେଳେ ସେ ଠାକୁର ଥରେ କହିଥିଲେ ଯେ ଏଇ ହାତ ତାଳି ମାରିକି କେତେ ଦିନ କୀର୍ତ୍ତନ କରିବେ, ଗୋଟେ ମୃଦଙ୍ଗ କର। ସତ୍ସଙ୍ଗର ଆରମ୍ଭର କଥା ମୁଁ କହୁଛି, କିଭଳି ଭାବରେ ସତ୍ସଙ୍ଗ ଆଜି ସମଗ୍ର ବିଶ୍ୱରେ ତାର କାୟାକଳ୍ପ ଜାରି ରଖିଛି। କୋଉ ରୁଟ ମାନେ ମୂଳ ସ୍ତରରୁ ଆସିଥିଲା। ଠାକୁର ଗୋଟେ ମୃଦଙ୍ଗ କିଣିଦେଲେ, ଆଉ ଗୋଟେ କହିଲେ ତୁମେ ମାନେ ଗୋଟେ ମୃଦଙ୍ଗ କିଣ, ଏବଂ ଯେତେ ପର୍ଯ୍ୟନ୍ତ ମୃଦଙ୍ଗ ହେଇନାହିଁ ସେତେ ପର୍ଯ୍ୟନ୍ତ ଗାଁରେ ଦେଖ କାହା ଘରେ ବୁଢା ନାଉ ଥିବ, ସେ ବୁଢା ନାଉକୁ ଆଣିକି କାଟିକି ତାକୁ ବଜଉଥିଲେ। ଏବଂ ଗୋଟେ ବୁଢା ନାଉର ଖୋଳ ଏବଂ ଗୋଟେ ମୃଦଙ୍ଗକୁ ନେଇକି କୀର୍ତ୍ତନ ଧୀରେ ଧୀରେ ଆଗକୁ ବଢି ଚାଲିଲା। ଏବଂ ଯେତେବେଳେ ଏମାନେ ପାରିଲେ ନାହିଁ, ଶ୍ରୀ ଠାକୁର ସେମାନଙ୍କୁ କହିଲେ ତୁମେ ଗୋଟେ କାମ କର, ହରି ଲୁଟ କର। ହରି ଲୁଟ କଲେ ଯୋଉ ପଇସା ମିଳିବ ସେ ପଇସାକୁ ନେଇକି ଦ୍ୱିତୀୟ ମୃଦଙ୍ଗ କିଣାଯିବ। ହରି ଲୁଟ କଣ ନା, ଆଗରୁ ଯିବ ଜଣକ ବଡ ଘରେ ବସିବ ପିଣ୍ଡାରେ, ସେଠି କୀର୍ତ୍ତନ କରିବ, ହରି ସଂକୀର୍ତ୍ତନ କରିବ। ଆଉ ହରି ସଂକୀର୍ତ୍ତନ କଲେ ଲୋକମାନଙ୍କର ବିଶ୍ୱାସ ଅଛି କିଛି ଅର୍ଘ୍ୟ ଦେବେ। ଏବଂ ସେଇ କୀର୍ତ୍ତନ ଏଭଳି ଭାବରେ ହେଲା ଯେ ରାତି 12ଟା 1 ପର୍ଯ୍ୟନ୍ତ କୀର୍ତ୍ତନ ଲାଗି ରହିଲା। ଆଉ ଚାଷୀ ଲୋକମାନେ 8ଟା 9ଟା ବେଳକୁ ଯେମାନଙ୍କ ନିଦ ଆସିଉଥିଲା ସେ କିଛି ଭେଟି ଦେଇକି ସେଠି ପଳେଇ ଯାଉଥିଲେ ଠାକୁରଙ୍କ ପାଖରେ। ସେ ଭେଟିରୁ ଏଇ ଯୋଉ କୀର୍ତ୍ତନ କରୁଥିଲେ ଏଇ ଯୋଉ ଚୋର ଟାଉଟର ଦଳ ଧୀରେ ଧୀରେ ସାଧୁରେ ପରିଣତ ହେଇଥିଲେ। ସେ 8-10 ଜଣ କଣ କରୁଥିଲେ ନା, ଠାକୁର ତାଙ୍କୁ କହିଥିଲେ ତୁମେ ସମସ୍ତ ପଇସା କୁ ଖର୍ଚ୍ଚ ନକରି ବାତାସା ଖାଇକି ପାଣି ପିଇକି ଶୋଇବ ଏବଂ ଯୋଉ ପଇସା ବଳିବ ତାକୁ ନେଇକି ମୃଦଙ୍ଗ କିଣିବ।
ସେୟା ହିଁ ସେମାନେ କରୁଥିଲେ। ବାତାସା ଗୋଟେ ମିଠା ଟିକେ ଲାଗିଲା ତାକୁ ପାଣି ପିଇ ଦଉଥିଲେ ଏବଂ ପେଟ ପୁରୁଥିଲା କି ନାହିଁ ସେମାନେ ହିଁ ଜାଣିଥିବେ, ସେମାନେ ଆଜି ଆମ ପାଖରେ ନାହାନ୍ତି। ଏବଂ ସେମାନେ ସେଇ ପଇସାକୁ ରଖି ରଖି ଦ୍ୱିତୀୟ ମୃଦଙ୍ଗ କିଣା ହେଇଥିଲା ଏଇ ବିଶ୍ୱ ସତ୍ସଙ୍ଗର ଏଇଭଳି ଏକ ଅନୁଷ୍ଠାନର ପ୍ରାରମ୍ଭିକ ଅଧ୍ୟାୟରେ। ତାପରେ ସବୁ ଯନ୍ତ୍ରପାତି କିଣାଗଲା। ଏଇ ଯେତେବେଳେ କୁଢ କୁଢ ରାଶି ରାଶି ମଣିଷ ହିମାୟତପୁର ଛୁଟିଲେ, ମାତା ମନମୋହନ ଦେବୀ ବେଳେ ବେଳେ ବିରକ୍ତି ହେଇକି କହିଥିଲେ, କହିଲେ ଈଶ୍ୱର ଭଗବାନଙ୍କୁ ଜନ୍ମ ହବା ପାଇଁ ଆଉ କେଠି ଜାଗା ମିଳିଲା ନାହିଁ, ମୋହରି କୂଳରେ ଜନ୍ମ ହେଇଛି, ଆଉ ତମେ ମାନେ ଏଇ ସବୁ ଆସୁଛ କଣ ପାଉଛରେ? ନା ମା ଆପଣ ଜାଣିନାହାନ୍ତି, ଏଇ ତୁମର ଏଇ ପୁଅଙ୍କ ପାଖକୁ ଆସିଲେ ଜୀବନର ଯେତେ ଦୁଃଖ ଯନ୍ତ୍ରଣା ଅଭାବ ଅସୁବିଧା ସବୁ କିଛି କେଆଡେ ଆମର ପଳେଇଯାଏ, ଆମେ ଆନନ୍ଦ ପାଉ, ସେଇଥିପାଇଁ ଏଠି ଆସୁଛନ୍ତି। ଆସେ କେହି କେହି ମା ମଧ୍ୟ କମ୍ପ୍ଲେନ କଲେ ମାତା ମନମୋହନ ଦେବୀଙ୍କ ପାଖରେ ଯେ ତୁମର ପୁଅ କିମିଆ କରିଛନ୍ତି, ଆମର ପିଲାମାନେ ପାଠ ପଢୁନାହାନ୍ତି, କାମକୁ ଯାଉନାହାନ୍ତି, ଯାଇକି ତମ ପୁଅ ସାଥିର କୀର୍ତ୍ତନ କରୁଛନ୍ତି। ବେଳେ ମାତା ମନମୋହନ ଦେବୀ ରାଗି କହିଥିଲେ, ଯଦି ତମ ପୁଅ ମାନେ ପଳେଇ ଆସୁଛନ୍ତି କୀର୍ତ୍ତନ ସମୟରେ ତୁମେ ପାଣି ବାଲ୍ଟି ଆଣି ଢାଳି ଦିଅ, ସେମାନେ ନାଚାନୁଚି କଲା ବେଳେ ଖସରି ଖୁସରାକି ପଡିକି ପଳେଇବେ। ଏକଥା କହିଦେଲେ ସିନା ରାତିରେ ମାତା ମନମୋହନ ଦେବୀ ଭାବୁଛନ୍ତି ଏଇ କୁଢ କୁଢ ରାଶି ରାଶି ମଣିଷ ମୋ ଘରକୁ ଏଇ ହିମାୟତପୁରକୁ ଭିଡ କାହିଁକି ଲମ୍ବଉଛନ୍ତି, ଏମାନଙ୍କର ଉଦ୍ଦେଶ୍ୟ କଣ? ଯଦି ଏମାନଙ୍କ ଦ୍ଵାରା ସମାଜରେ ଗୋଟେ ଭଲ କାମ ହୁଅନ୍ତା ତାହେଲେ ଭଲ ହୁଅନ୍ତା। ଚିନ୍ତା କଲେ ଗୋଟେ ସଂଗଠନ ଗଢିବେ ଏମାନଙ୍କୁ ନେଇକି। ସକାଳେ ଅନୁକୂଳ ଚନ୍ଦ୍ର କହୁଛନ୍ତି, ପୁଅରେ ମୁଁ ଗୋଟେ ଏଇ ଯେ ସବୁ ମଣିଷ ମାନେ ଏତେ ମଣିଷ ସବୁ ଆମ ଘରକୁ ଆସୁଛନ୍ତି, ଏମାନଙ୍କୁ ନେଇକି ଗୋଟେ ସଂଗଠନ ତିଆରି କରିବା ପାଇଁ ଚିନ୍ତା କରିଛି, ଆଉ ତାର ନାମ ସତ୍ସଙ୍ଗ ରଖିବି। ତୁ କଣ କହୁଛୁ? ଆପଣ ମାନେ ଜାଣିଛନ୍ତି ଯେ ଠାକୁର କିଭଳି ଭାବରେ ତାଙ୍କ ମାଙ୍କୁ ଭଲ ପାଉଥିଲେ। କହିଲେ ମା ଆଉ ତୁ ତ ଚିନ୍ତା କରିଛୁ, ଆଉ କହୁଛୁ କଣ? ଏବଂ ସେଇଦିନ ଠାରୁ ସତ୍ସଙ୍ଗ ଗଢା ଗଲା। ଏ ସତ୍ସଙ୍ଗ ସତଟା ଅସ୍ ଧାତୁରୁ ଆସିଛି, ଯାହାର ଅର୍ଥ ହଉଛି ଏକ୍ଜିଷ୍ଟାନ୍ସ ବା ଜୀବନୀ ଜୀବନ, ଏବଂ ସଙ୍ଗଟା ସନୋଜ ଧାତୁରୁ ଆସିଛି, ଯାହାର ଅର୍ଥ ହଉଛି ପ୍ରୀତି ଭଲ ପାଇବା ଅନୁରାଗ। ଏଇ ଜୀବନକୁ ଭଲ ପାଇବାର ଅନୁଷ୍ଠାନ ମାତା ମନମୋହିନୀଙ୍କ ଦ୍ଵାରା ସୃଷ୍ଟି ହେଇଥିଲା, ଯେ ଜୀବନକୁ କିଭଳି ଭାବରେ ଭଲ ପାଇବାକୁ ପଡିବ। ଆମମାନେ ଜାଣିଛେ ଟଙ୍କା ଧନ ସମ୍ପତ୍ତି ସଞ୍ଚୟ କଲେ, କୋଠା ବାଡି ବିଲ୍ଡିଂ କରିଦେଲେ ଜୀବନ ହୁଏ, କିନ୍ତୁ ଜୀବନର ମଣିଷ ନିଜ ହାତ କେମିତି ଧୋଇବ, ତାର ଆଖି କେମିତି ପରିଷ୍କାର କରି ରଖିବ, ତାର ଶରୀରର ସମସ୍ତ ଯନ୍ତ୍ରପାତି କେମିତି ଠିକ ଠାକ ରହିବ, ଏ ବାବଦରେ ମଣିଷ ଜ୍ଞାନ ଅର୍ଜନ କରେ ନା, ଏବଂ ପଇସା ଇନକମ କରେ, ଏବଂ ଶେଷରେ ଦେହ ଅସୁସ୍ଥ ହୁଏ, ଆଉ ପଇସା ଗୁଡିକ ନେଇକି ଡାକ୍ତରଖାନାରେ ଢାଳେ। କିନ୍ତୁ ସତ୍ସଙ୍ଗରେ ଯୋଉ ଜୀବନୀ ଶକ୍ତିର କଥା ଆଲୋଚନା ହୁଏ, ଆଜି ସେଇଥିପାଇଁ ଲକ୍ଷ ଲକ୍ଷ କୋଟି କୋଟି ମଣିଷ ସତ୍ସଙ୍ଗକୁ ଛୁଟି ଚାଲିଛନ୍ତି। ଆଜି ବୈଜ୍ଞାନିକ ମାନେ କହୁଛନ୍ତି ଯେ ଯେତେବେଳେ ଶହ ଶହ ମଣିଷ ଆସିଲେ ସତ୍ସଙ୍ଗ ଜଗତକୁ, ବିଜ୍ଞାନୀ ଆସିଲା, ସାହିତ୍ୟିକ ଆସିଲା, ଗଣିତଜ୍ଞ ଆସିଲା, ରାଜନୀତିଜ୍ଞ ମାନେ ଆସିଲେ, ଏବଂ ବିଭିନ୍ନ କଥା ନେଇକି ଯେତେବେଳେ ସେ ଠାକୁରଙ୍କ ଜଗତକୁ ଆସିଥିଲେ, ସେ ପ୍ରଶ୍ନ ଭିତରେ ଦେଖିଲେ ଠାକୁରଙ୍କର ଏଇ ମେଟ୍ରିକ ପାସ୍ କରିନଥିବା ସେ ଠାକୁର ଯୋଉ ବିଜ୍ଞାନର କଥା କହୁଛନ୍ତି, ଯୋଉ ସାହିତ୍ୟର କଥା କହୁଛନ୍ତି, ଯୋଉ ଗଣିତର କଥା କହୁଛନ୍ତି, ଯୋଉ ସମାଜର କଥା କହୁଛନ୍ତି, ଏଇ ସମାଜକୁ ସୁଧାରିବାର କଥା ଯୋଉ କହୁଛନ୍ତି, ଯୋଉ ବିବାହ ସଂସ୍କାରର କଥା କହୁଛନ୍ତି, ସବୁ କଥା ଦେଖୁଛନ୍ତି ଏମାନଙ୍କର ଜ୍ଞାନର ବହୁ ଊର୍ଦ୍ଧ୍ୱରେ। କିଛି ଲୋକ ସେ ଠାକୁରଙ୍କ ପାଖରେ ରଖିଲେ ଯେ ସତ୍ସଙ୍ଗର କାୟାକଳ୍ପ ଧୀରେ ଧୀରେ ବଢି ଚାଲିଛି, ଆଉ ବହୁ ଲୋକ ଏଥିର ସବୁ ଅଂଶଗ୍ରହଣ କଲେଣି, ଆଉ ସମାଜର ଉନ୍ନତି ନିମିତ୍ତ ଯେ ସମାଜରେ ସବୁ ଭୂମିକମ୍ପ ହଉଛି ବା ପ୍ରାକୃତିକ ବିପର୍ଯ୍ୟୟ ହଉଛି, ଯଦି ସେଇ ସମୟରେ ସତ୍ସଙ୍ଗ କିଛି ରିଲିଫ ଦିଅନ୍ତା, ତାହେଲେ ସତ୍ସଙ୍ଗର କାୟକଳ୍ପ ଆହୁରି ଆହୁରି ବଢି ଚାଲନ୍ତା। ଶେଷରେ ନିଜ ସାନ ଭାଇ ଖେପୁଦା ଯେତେବେଳେ ନିବେଦନ କରିଛନ୍ତି ସେ ଠାକୁରଙ୍କ ପାଖରେ, ଠାକୁର ସେଦିନ କହିଥିଲେ ଯେ ମୁଁ କାହାର ତାଳି ଚାପୁଡା ବାହାଦୁରୀ ନବା ପାଇଁ ଆସିନାହିଁ, ଏ ବିଶ୍ୱର ପ୍ରତ୍ୟେକଟା ମଣିଷ କେମିତି ସୁସ୍ଥ ସୁନ୍ଦର ଏବଂ ଗୋଟେ ରିଲିଫ କେନ୍ଦ୍ର ହେଇପାରିବ, ପ୍ରତ୍ୟେକଟା ମଣିଷ କେମିତି ରିଲିଫ କେନ୍ଦ୍ର ହେଇପାରିବ। କେହି ରିଲିଫ ଚାହିଁବେ ନାହିଁ, ଏଇ ଜୀବନୀ ଶକ୍ତିକୁ ଜଗେଇ ଦେବା ପାଇଁ ବା ମଣିଷ ଭିତରେ ଉଦୟ କରିବା ପାଇଁ ଆସିଛି। ଆପଣ ଯଦି କେହି ପେପର ଫେପର ବା ନ୍ୟୁଜ ସହିତ ବେଶୀ ଭାବରେ ଆକ୍ୱାଣ୍ଟେଡ ଥିବେ, ବର୍ତ୍ତମାନ ଇଂଲଣ୍ଡ ଏବଂ ଆମେରିକାର କିଛି ସାଇଣ୍ଟିଷ୍ଟ ରିସର୍ଚ୍ଚ କରି ଦେଖିଛନ୍ତି, ବିଶ୍ୱରେ ଯୋଉ ବିପର୍ଯ୍ୟୟ ହଉଛି, ଯୋଉ ଭୂମିକମ୍ପ ହଉଛି, ଯୋଉ ସୁନାମି ହଉଛି, ଯୋଉ ଗ୍ଲୋବାଲ ୱାର୍ମିଂ ବଢିଛି, ଏ ସବୁର ମୂଳ କାରଣ ସେମାନେ ଦୁଇଟାକୁ ସ୍ଥିର କରିଛନ୍ତି। ଯେ ଗୋଟିଏ ହଉଛି ମଣିଷର ମାନସିକ ଅସୁସ୍ଥତା, ମାନସିକ ସ୍ୱାସ୍ଥ୍ୟର ଅବନତି, ଏବଂ ଦ୍ୱିତୀୟଟି ହଉଛି ମଣିଷର ଅହଙ୍କାର।
ମାନସିକ ସ୍ୱାସ୍ଥ୍ୟର ଅବନତି କଣ ସେ ବୈଜ୍ଞାନିକ ମାନେ କହୁଛନ୍ତି, ଏଟା ଠାକୁର କହିନି, ଠାକୁର ତ ବହୁ କଥା ଆଗରୁ କହିଛନ୍ତି। ତେବେ ବୈଜ୍ଞାନିକ ମାନେ ଏଇ କନକ୍ଲୁଜନରେ ପହଞ୍ଚିଛନ୍ତି ପ୍ରତ୍ୟେକ ମଣିଷ ନିଜେ ଚାହୁଁଛୁ ମୁଁ ବଞ୍ଚିଯାଏ, ଗଛଟା ମୁଁ କାଟି, ଫରେଷ୍ଟରଟା ଗଛ କାଟୁଛି, ବା ଯୋଉମାନଙ୍କୁ ଆପଣ ଦେଖୁଛନ୍ତି ଏଇ ଯେ କଇଁଚ ଗୁଡାକୁ ସୁରକ୍ଷା ଦେବା ପାଇଁ ବା କୁମ୍ଭୀର ଗୁଡାକୁ ସୁରକ୍ଷା ଦେବା ପାଇଁ ଯୋଉ ବନ୍ଦୋବସ୍ତ କରାହେଇଛି, ଯୋଉମାନେ ସେ ଜଗୁଆଳି ଅଛନ୍ତି ସେ କଇଁଚ ମାନଙ୍କୁ ମାରିକି ଖାଉଛନ୍ତି। ଅର୍ଥାତ୍ এই যে ଗ୍ଲୋବାଲ ୱାର୍ମିଂ କୁ ଚେଞ୍ଜ କରିବା ନିମିତ୍ତ ବିଭିନ୍ନ ବଡ ବଡ ଗଭର୍ଣ୍ଣମେଣ୍ଟ ଯୋଉ ସବୁ ପ୍ଲାନ ଆଣୁଛନ୍ତି, ସେ ପ୍ଲାନ ଗୁଡିକ କେବଳ କାଗଜ ପତ୍ରରେ ରହୁଛି, କିନ୍ତୁ ମଣିଷର ଆନ୍ତରିକତା ନାହିଁ ତାହାକୁ ସୁନ୍ଦର ଭାବରେ ଆଗକୁ ଆଗକୁ ନବା ପାଇଁ। ଆମର ମୋବାଇଲ କଥା କୁହନ୍ତୁ ବା ଏସି କଥା କୁହନ୍ତୁ, ଏସିରେ ଗୋଟେ ଗ୍ୟାସ୍ ପଡୁଛି, ଯୋଉ ଗ୍ୟାସ୍ ଟା କି ଆମର ନିଜେ ମୁଁ ଗୋଟେ ରୁମରେ ଥଣ୍ଡାରେ ରହିପାରୁଛି ହୁଏତ, କିନ୍ତୁ ସେ ଯୋଉ ଗ୍ୟାସ୍ ଟା ନିର୍ଗତ ହଉଛି ଆମର ଆକାଶକୁ ବା ଆମର ବାୟୁମଣ୍ଡଳକୁ ଯାଉଛି, ସେ ବାୟୁମଣ୍ଡଳରେ ସେ ଗରମ ସୃଷ୍ଟି କରିବାରେ ଏକ କାରଣ ସୃଷ୍ଟି ହଉଛି। କିନ୍ତୁ ଏଇ କଥାକୁ ଯୋଉମାନେ କହୁଛନ୍ତି, ଯୋଉ ବୈଜ୍ଞାନିକ ମାନେ, ଯୋଉ ଶିକ୍ଷାବିତ୍ ମାନେ, ଯୋଉ ସମାଜ ସଂସ୍କାରକ ମାନେ, ସେମାନେ କିନ୍ତୁ ଏସି କୁ ବ୍ୟବହାର କରୁଛନ୍ତି। ଅତଏବ ଏଇ ମାନସିକ ଅସୁସ୍ଥତା ଅର୍ଥାତ୍ ମୁଁ ଯେଟା କହୁଛି ତାକୁ କରୁନାହିଁ, ଏଇଟା ହଉଛି ବୈଜ୍ଞାନିକ ମାନେ ୟାକୁ ବାହାର କରିଛନ୍ତି। ଦ୍ୱିତୀୟ କଥାଟା କହୁଛନ୍ତି ଯେ ମଣିଷର ଅହଙ୍କାର। ଆଜି ପୁଟିନ ବସିକି ସେଠି କହୁଛି ଯେ ମୁଁ ଏଇଠି ସୁଇଚ୍ ଟପିକି ଆମେରିକାକୁ ଉଡେଇଦେବି, ଆଉ ଆମେରିକାର ଟ୍ରମ୍ପ କହୁଛି ଯେ ମୁଁ ଏଇଠି ବସିବି ଚୀନକୁ ଉଡେଇଦେବି। ଆପଣ ଦେଖୁଛନ୍ତି ବର୍ତ୍ତମାନ ଆମେରିକାର ସର୍ବଶ୍ରେଷ୍ଠ ଯେଟା ଗୋଟେ ସୁପର ପାୱାର, ଟ୍ରମ୍ପ ବର୍ତ୍ତମାନ 50% ତାରିଫ ଲଗେଇଛନ୍ତି ଭାରତ ଉପରେ। କୋଉ ଉଦ୍ଦେଶ୍ୟରେ ସେ ଲଗେଇଛନ୍ତି ଯେ ଭାରତ ଇକୋନୋମିକାଲି ଯେତେବେଳେ ଗ୍ରୋନ୍ ଅପ୍ କରୁଛି, ବିଶ୍ୱରେ ଏକ ବୃହତ ଶକ୍ତି ରୂପରେ ଛିଡା ହେବା ପାଇଁ ଦଣ୍ଡାୟମାନ ହେଲାଣି ମୋଦିଙ୍କ ନେତୃତ୍ୱରେ, ଆମେରିକା ସେଟା ସହ୍ୟ କରିପାରୁନାହିଁ। ସେଇଥିପାଇଁ ତାର ଇଗୋକୁ ସାବ୍ୟସ୍ତ କରିବା ନିମିତ୍ତ ଭାରତ ଉପରେ 50% ତାରିଫ ଲଗେଇଛି। ଏବଂ ସେଇଥିପାଇଁ ବର୍ତ୍ତମାନ ତ୍ରିଶକ୍ତି ମିଳନ ହେଇଛି, ଯୋଉଠି ମାନେ ଚୀନ ଯୋଉ ଚିର ଶତ୍ରୁ ଭାରତ ବର୍ଷର, ଚୀନ, ରୁଷିଆ ଏବଂ ଭାରତ ମୋଦିଙ୍କର ନେତୃତ୍ୱରେ ଏଇ 3 ଦିନ ପୂର୍ବରୁ ବା 2 ଦିନ ପୂର୍ବରୁ ଆପଣ ନ୍ୟୁଜ ପେପରରେ ବା ନ୍ୟୁଜରେ ଦେଖୁଥିବେ, ସେମାନେ ମିଳିତ ହେଇଛନ୍ତି ଯେ ଆମେରିକାର ଟ୍ରମ୍ପଙ୍କର ଏଇ 50% ତାରିଫକୁ କେମିତି ଏମାନେ ସାମ୍ନା କରିବେ। ଅର୍ଥାତ୍ ଏଇ ଅହଙ୍କାର ଯୁଦ୍ଧ ହଉଛି। ଅତଏବ ପ୍ରତ୍ୟେକ ମଣିଷର ମାନସିକ ଅସୁସ୍ଥତା ଏବଂ ଧନୀ ଲୋକମାନଙ୍କର ବା ସୁପର ପାୱାର ମାନଙ୍କର ଇଗୋଟାକୁ କଣ କରାଯାଇ ପାରିବ, ଏ କ୍ଷେତ୍ରରେ ସମସ୍ତେ ହାତ ଟେକି ଦେଇଛନ୍ତି। ବର୍ତ୍ତମାନ ଜାତିସଂଘ ହାତ ଟେକି ଦେଇଛି, କାରଣ ଜାତିସଂଘରେ ଏମାନେ ସବୁ ବଡ ବଡ ମେମ୍ବର ମାନେ ଅଛନ୍ତି, ଏଇମାନଙ୍କୁ ନେଇକି ଜାତିସଂଘ ଚାଲିଛି। ୱାର୍ଲଡ ହେଲ୍ଥ ଅର୍ଗାନାଇଜେସନ ମଧ୍ୟ ହାତ ଟେକି ଦେଇଛି। ଯେତେବେଳେ ସମସ୍ତେ ହାତ ଟେକି ଦେଇଛନ୍ତି, ଏଇ ଯୁଗକୁ ରକ୍ଷା କରିବା ନିମିତ୍ତ ଯୋଉ ଯୁଗ ପୁରୁଷୋତ୍ତମ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ର ଆସିଛନ୍ତି, ସେ କିନ୍ତୁ କାରଣ ଏବଂ ନିରାକରଣର କଥା କହିଛନ୍ତି। ସହଜ ଭାବରେ ଦୁଇଟା କଥା କହୁଛନ୍ତି ଯେ ପ୍ରିଭେଣ୍ଟିଭ ମେଜର ଏବଂ କ୍ୟୁରେଟିଭ ମେଜର। ଯୋଉ ମଣିଷ ମାନେ, ଯଦି ମଣିଷ ମାନେ, ବୈଜ୍ଞାନିକ ମାନେ ଏଇ ରିସର୍ଚ୍ଚ କରିକି ଏଇ କଥାରେ ଉପନୀତ ହେଇଛନ୍ତି ଯେ ମାନସିକ ଅସୁସ୍ଥତା କଥା, ତାହେଲେ ଏଇ ମାନସିକ ଅସୁସ୍ଥତା ବୋଇଲେ ମାନସିକ ଅସୁସ୍ଥ ଥିଲେ ଆମେ ଡାକ୍ତର ପାଖକୁ ଯାଇ, ଡାକ୍ତର ପାଖକୁ ଗଲେ ଡାକ୍ତର ପ୍ରେସକ୍ରିପସନ କରିଦିଅନ୍ତି, କିଛି ଔଷଧର ବ୍ୟବସ୍ଥା କରନ୍ତି ଏବଂ ସେ ଔଷଧ ସହିତ ପଥି ସହିତ ପଥ ମଧ୍ୟ ଦେଖାନ୍ତି। ଆପଣ ଦେଖିବେ ଯୋଉ କୌଣସି ଥଣ୍ଡା ହେଇଛି ବା ଡାଇବେଟିସ ହେଇଛି ବା କ୍ୟାନ୍ସର ହେଇଛି, ଆପଣ ଡାକ୍ତର ପାଖକୁ ଯିବେ, ଡାକ୍ତର କଣ ଦବ ନା ଔଷଧ ଦବ ଏବଂ ରାସ୍ତା ମଧ୍ୟ ଦେଖେଇବ। ରାସ୍ତା କଣ ନା ଡାଇବେଟିସ ହେଇଛି, ତୁମେ ଏଇ ଔଷଧଟାକୁ ସକାଳେ ଖାଇବ ବା ସନ୍ଧ୍ୟାରେ ଖାଇବ ଏବଂ ଚିନି ଖାଇବ ନାହିଁ, ଭାତ ବେଶୀ ଖାଇବ ନାହିଁ, କମ କମ ଖାଇବ। ଏଇଟା ହଉଛି ପଥ। ଅର୍ଥାତ୍ ଔଷଧଟା ଖାଇବା କିନ୍ତୁ ପଥଟାକୁ ମାନିବା ନାହିଁ, ଔଷଧ କାମ କରିବ ନାହିଁ। ଈଶ୍ୱର ସେଭଳି ଭାବରେ ଆସିଛନ୍ତି, ଏ ସମଗ୍ର ବିଶ୍ୱର ମଣିଷ ମାନେ ସବୁ ଅସୁସ୍ଥ ହେଇ ପଡିଛନ୍ତି, ନୀତି ନିୟମ ଭିତରେ ରହୁନାହାନ୍ତି। ଏମାନଙ୍କୁ ସୁସ୍ଥ କରିବା ପାଇଁ ମହୌଷଧି ଆଣିଛନ୍ତି। ସେ ମହୌଷଧି ଔଷଧ ହଉଛି ନାମ। ମଣିଷ ଯଦି ନାମ କରେ, ହରିନାମ ମନନ କରେ, ତାର ମାନସିକ ସୁସ୍ଥତା ଧୀରେ ଧୀରେ ଫରିବ। ଯେ ସମାଜରେ କେହି କରୁ ବା ନ କରୁ, ମୁଁ କିନ୍ତୁ କରିବି, ମୁଁ ଠିକ ରହିବି, ମୁଁ ସୁନ୍ଦର ହେବି, ଆଉ ମୋ ଦେଖା ଦେଖି ମୋ ପରିବାର ସୁନ୍ଦର ହବ, ଆଉ ମୋ ପରିବାର ଦେଖା ଦେଖି ଆଉ 5ଟା ପରିବାର ସୁନ୍ଦର ହବ, ଆମ ସମାଜ ପରିବର୍ତ୍ତନ ହବ। এইଟାକୁ ସେ ଠାକୁର ଦିଟା କଥା କହିଛନ୍ତି, ପ୍ରିଭେଣ୍ଟିଭ ମେଜର, କ୍ୟୁରେଟିଭ ମେଜର। ଅର୍ଥାତ୍ ଯୋଉ ମଣିଷ ମାନେ ଜନ୍ମ ହେଇସାରିଛନ୍ତି, ସେମାନେ ତ ଅସୁସ୍ଥ ଭାବରେ ତାଙ୍କର ବାପା ମା ତ ଏ କଥା ଜାଣିନାହାନ୍ତି। ସମାଜରେ ଏଇ ଯୋଉ ପରିସ୍ଥିତି କଥା ଲୋକମାନେ ବୁଝନ୍ତି କେବଳ ଆମେ ବାପା ମା
जन्म करदेले पिलाटाକୁ स्कूल पठेदेले स्कूल ले केमिति फास्ट हबु फास्ट हेकि गोटे चाकरी करिवु चाकरी करी मते पोसिबु केही पिला सेथरे सक्सेस होउचु आउ केही पिला सक्सेस हो नाही जे सक्सेस हो नाही तार मेंटल इनबैलेंस होउची से मद खाउची चरस खाउची निशाशक्त होउची गुंडागिरी करूची चोरी करूची किंतु केही बापा माँ शिखैला नाही जे तू मनीष आगे ह तू आगे मनीष ह सुंदर मनीष ह नीति नियम निष्ठा जो आमर बापा बुढ़ा बापा जो नीति नियम सब रखी दिए से नीति नियम को आजिकल मनीष विश्वास करू नाही किमिति पाठ पढ़िबा पाठ घुसिबा क्लास रे फास्ट होबा चाकरी करबा पैसा पत्र अर्जन करिकी बांगालोर रे रहिबा लंडन रे रहिबा आ बापा माँ को कथा बुझिबा नाही ये सब कथा को देखी देखी मध्य मनीष एते निशाशक्त एते मायाग्रस्त जहा फल से पिलाटा को मनीष करिया पई चिंता करू नाही जदि आपण को घर को गले दीक्षार कथा बुझैले प्रणाम कथा बुझैले प्रार्थनार कथा बुझैले आगे जदि कहीं शत्रु थाए से पिलार शत्रु भाव में बापा माँ छिड़ा हेबे खंडहस्त धरी जे से पिलार बयस है नहीं आ से पिला पाठ पढ़ुची सी सब कथा केतले करिवो केतले करिवो ना जतेबेले वृद्ध होई जिवो जेतेबेले गुड़ा हाथ चलिवो नाही जेतेबेले पार्टी खनी मारी जिवो सेतेबेले भागवत पढ़ा जिवो हरिनाम संकीर्तन करा जिवो जब समस्त भूल जीवन सारा करि सारला परे एई सब कथा करा जिवो ये गोटे आमर सोसाइटी रो गोटे रॉन्ग वे रे गोटे गोटे असुस्थतर रास्ता रे आमे समस्ते धावमान समस्ते हेतु दौड़ी आम मान को दौड़िया पड़ो जेहेतु जदि आप हावड़ा स्टेशन ले उल्लेथिबे हावड़ा स्टेशन ले उल्लेला माने आपन को चलवा पड़ो आ जदि आप गाँवली भाया छिड़ा ही जिबे ताहले आपन को से माड़ी दली दे जिबे कारण शह शह ट्रेन एक समय रे सेठी उल्हाए सब समय उल्हाए एवं जो माने उल्हांती तांको दौड़िया पड़ो नहले गोटे साइड की रहिया पड़ो नहले आपन को हाबुड़ी देके पळेबे अर्थात समाज रे समस्ते जेहेतु हजार हजार लक्ष लक्ष मनीष गोटे रास्ता रे दौड़ी केमिति पाठ पढ़िबा मनीष होबा बिल्डिंग करबा ये सब भितर दौड़ी सब आमको मध्य दौड़िया पड़ुछु किंतु कबीर गोटे कथा कहते जो जाके शरण ले सो राखे तार लाज ओलट जले मछली चले बही जाए गजराज जो जाके शरण ले सो राखे तार लाज ओलट जले मछली चले बही जाए गजराज अर्थात जी जाइकी तांका पाखरे शरण रिहे निये से तांकर लाज को रक्षा करती जेमिति की उदाहरण देते ओलट चले मछली चले बही जाए गजराज ओलटा जल रे सतर प्रतिकूल रे छोट माछटा जाई पारे बही जाए गजराज अर्थात मंत्री बड़ बड़ गुंडा बड़ बड़ मनीष माने जतले विपद पड़े से माने जाइकी जेल रे रुहंती किंतु साधारण मनीषटा माछ परी से किंतु समाज रे सुख शांति आनंद रे रुहे अर्थात क्यूरेटिव मेजर बोइले से ठाकुर कहउछन्ती 12 वर्ष रे दीक्षा नेबे 12 वर्ष रे पिला माने दीक्षा नेबे एवं 12 वर्ष रे दीक्षा नेले दीक्षारु कौन मिलिबो ना दीक्षारु केवल नामटा ही मिले से नामटा को मनन करिवे एवं सकाळ संध्या प्रार्थना करिवे एवं बापा मां को प्रणाम करिवे एई नीतिविधि भितरे धीरे 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 तांकर मुंड मस्तिष्कर जो नेगेटिव चिंताधारा गुड़िक अच्छी पॉजिटिव आड़ को आसीबो एवं जो माने जन्म हेई नाहांती सेमानक पई प्रिवेंटिव मेजर ठाकुर कहउचंती 10 विध आर्य संस्कार को भित्ति करी विवाह हबो विवाहर संज्ञा बुझिबे मनीष माने विवाहर संज्ञा न बुझी आजिकली जे जहा को देखला पसंद कला आ कौन से कहती तेरा मेरा राजी तो क्या करेगा काजी जे गुरु भी काजी बोले एटा गोटे मुसलमान ढगटा तेरा मेरा राजी तो क्या करेगा काजी काजी बोले तांकर गुरु को काजी बोली कहा जाए जदि तांकर धर्म गुरु को से बहुत मानती किंतु जदि तेरा मेरा राजी हे गला ताहले से गुरु जहा करचन करू तो आमे चलो आम रास्ता रे चलिबा किंतु ठाकुर कहउचंती जति की राजनीतिज्ञ से ठाकुर को पाखु आस्थिले सुभाष बसुंकर कथा कहतु चित्तरंजन दास कथा कहतु लाल बहादुर शास्त्री कथा कहतु महात्मा गांधी कथा कहतु एमाने जेतले आश्रम आसिले से ठाकुर को दर्शन करिया पई समाननको ठाकुर गुटे कथा ही कहिथिले जे तुमे माने सब होउच देशर राष्ट्रनायक ए राष्ट्रनायक माने जदि राष्ट्र को परिवर्तन करिया को चाहो ताले विवाह संस्कार आनो जाटा हमर मुनि ऋषि मान समय थिला उपयुक्त विवाह हो उपयुक्त विवाह हेले 10 विध आर्य संस्कार रो पुंसवन सीमंतनयन जातकर्म बहिनिष्क्रमण नामकरण चूड़ाकरण उपनयन विवाह ये 10 विध आर्य संस्कार भीतर देकी जो संतान माने आसीबे आम समाज को समाने असुस्थ हेबे नहीं तांकर मानसिक असुस्थता बढ़िबो नहीं समाने आगो को माड़ी चलिबे उपयुक्त एक रास्ता रे केते बेले भाई सत्संग सरिबो
ମତେ କେତେ ସମୟ ଆଲୋଚନା କରିବାକୁ ଆଜ୍ଞା ପଡିବ ଆଉ? ଆଜ୍ଞା ଆଉ 45 ଆଉ 5 ମିନିଟ୍। ଆଚ୍ଛା ହଉ। ସମୟ ତ ସଂକେତ ଦେଲାଣି। ଏଇ ଯୋଉ ବିଧି ବିଧାନ ଶ୍ରୀ ଠାକୁର ଦେଇଛନ୍ତି, କାଲି ଏଇଠି ଆମର ଗୋଟେ ଜାଗାରେ ବସି କିଛି ପିଲାଙ୍କୁ ବୁଝଉଥିଲି। ଆଉ ଜଣେ ଝିଅଟେ, ସେ ମୋର ଭାଣିଜୀ ଛୁଆ ହବ, ଦୀକ୍ଷା ନେଇଛି। ଆଉ ତାଙ୍କୁ ଜଣେ ରୀତିକି ଆସିକି ଦେଇଛନ୍ତି ତାଙ୍କ ଘରେ ଆମ ମାନଙ୍କର ବି ଭୁଲ ଭଟକା ଟିକେ ରହୁଛି। ଆମେ ଦୀକ୍ଷା ସମସ୍ତଙ୍କର ଦରକାର, କିନ୍ତୁ ଦୀକ୍ଷାଟା ଦେଲା ବେଳେ ସେ କେମିତି କରିବ, କଣ କୋଉ ରାସ୍ତାରେ ଯିବ, ତା ପରଦିନ କେମିତି ସେ ଇଷ୍ଟଭୂତି କରିବ, ତା ପରଦିନ ସେ କେମିତି ପ୍ରାର୍ଥନା କରିବ। ଆମେ ସବୁ ରୀତିକି ପାରିବେ ନାହିଁ, ଧର ଯୋଉ ଦୂରରୁ ଜଣେ ଆସିଛନ୍ତି, କିନ୍ତୁ ସେଇ ଅଞ୍ଚଳରେ ଜଣେ ଗୁରୁ ଭାଇଙ୍କୁ ଦାୟିତ୍ୱ ଦେଇଯିବା ଦରକାର। ମୁଁ ଦେଖିଲି ସେ ବର୍ଷେ ହେଲା ତାର କଲେଣି, କିନ୍ତୁ ସେ ତାର ପ୍ରୋସେସଟା ଠିକ ଠାକ ନାହିଁ। ଆମମାନେ ଯେତେବେଳେ ସବୁ ଏଇ ସବୁ କର୍ମରେ ରତ ରହୁଛେ, ଆମମାନେ ସବୁ ପ୍ରତିଜ୍ଞା କରିଛେ, ଆମମାନେ ସବୁ ସେ ଠାକୁରଙ୍କର ନିର୍ବାଚିତ ମଣିଷ। କୋଉ ଜନ୍ମରେ 84 ଲକ୍ଷ ଜନ୍ମ ପରେ ଆମେ ସବୁ ମଣିଷ ଜନ୍ମ ପାଇଛେ ବୋଲି କୁହାଯାଏ। ଶାସ୍ତ୍ର ପୁରାଣରେ କଥା ସବୁ ଅଛି। ପିମ୍ପୁଡି, ବିଲେଇ, ଶିଆଳ, କୁକୁର ହେଇକି ଆମମାନେ ସବୁ ଜନ୍ମ ହେଇଥିଲେ। ଏ ଜନ୍ମରେ ଯଦି ମଣିଷ ରୂପରେ ଜନ୍ମ ହେଇଛେ, ଏବଂ ପୁଣି ପୂର୍ବ ଜନ୍ମ ମାନଙ୍କରେ ଶ୍ରୀରାମଙ୍କ ସମୟରେ ଆମେ କଣ ଥିଲେ, ଆମର ସେ ସ୍ମୃତି ଶକ୍ତି ନାହିଁ। ପ୍ରଭୁ କୃଷ୍ଣ ଚନ୍ଦ୍ରଙ୍କ ସମୟରେ ଆମେ କଣ ଥିଲୁ, ସେ କଥା ଆମର ସ୍ମୃତିରେ ନାହିଁ। କିନ୍ତୁ ଏ ଜନ୍ମରେ ଆମେ ପୁରୁଷୋତ୍ତମଙ୍କ ଧାରା ଭିତରେ ଗତି କରୁଛୁ। ଯଦି ଗତିଟା ଆମର ଠିକ ହବା ଦରକାର, ସୁନ୍ଦର ହବା ଦରକାର, ପରିଶ୍ରମର ଶକ୍ତି ଈଶ୍ୱର ଆମକୁ ଦେବେ। ତେଣୁ ଏମିତି ଗୋଟେ ଖିଆଲ ମାଫିକି ଚାଲିଲେ ହବ ନାହିଁ। ଆମେ ଏଭଳି ଭାବରେ ଚାଲିବାକୁ ପଡିବ। ସେ ଠାକୁର ଯୋଉ କହୁଥିଲେ, ସତ୍ସଙ୍ଗୀ ହଜାର ହଜାର ମଣିଷ ଭିତରେ ଚାଲୁଥିବା ବେଳରେ ତାର ସେ ସୁନା ପରି ଚକଚକ ଦେଖାଯିବ। ତା ମାନେ କଣ, ଆମର ଶରୀରଟା ସୁନା ହେଇଯିବ କି? ଅର୍ଥାତ୍ ହଜାର ହଜାର ଲୋକଙ୍କ ଭିତରେ ଦେଖାଯିବ ଯେ ବିଜ୍ଞାନ ଭାଇ ଚାଲିଛନ୍ତି, ଆଉ ଏଇ ମଣିଷଟା ଏଇ ପ୍ରକାରର, ଏ ମଣିଷଟା ଠାକୁରଙ୍କର, ଏ ମଣିଷର ଆଚାର ବ୍ୟବହାର ଏଇ ପ୍ରକାରର, ତାର ବାପା ମାଙ୍କୁ ସେ ଏଇଭଳି ସମ୍ମାନ ଦିଏ, ସେ ତାଙ୍କ ଘରେ ସକାଳ ସନ୍ଧ୍ୟା ପ୍ରାର୍ଥନା ହୁଏ, ଏବଂ ସେମାନେ ସତ୍ସଙ୍ଗ ଯାଆନ୍ତି। ଆଲେ ସତ୍ସଙ୍ଗ ଯାଇକି ପଳେଇ ଆସନ୍ତି ନାହିଁ, ତାକୁ ଅନୁସରଣ କରନ୍ତି। ସମସ୍ତଙ୍କ ଘରେ ମୁଁ ବହୁବାର ଏ କଥା କହିଛି, ବିଭିନ୍ନ ଜାଗାକୁ ଯାଇଠି ଯାଇଛି ମଧ୍ୟ ଏ କଥା କୁହେ, ଯୋଉମାନେ ପାଠ ପଢା ପିଲା ସେମାନଙ୍କର ବେଡରୁମରେ ଗୋଟେ ଡାଏରୀ ରହିବ। ସେ ଡାଏରୀରେ ସେ ସତ୍ସଙ୍ଗରୁ କଣ ଶୁଣି ଆସିଲେ ତାକୁ ଟିକେ ଲେଖିବେ, ଛୋଟ ଛୋଟ ବାଣୀ ସବୁ ଲେଖିବେ, ଏବଂ ଯେମିତି ସେ ଜଣେ ଅନ୍ୟ ଜଣକୁ ଯାଜନ କରିପାରିବ। ଆମେ ଗୋଟେ ଏସ୍ପିଆର ପାଞ୍ଜା ପାଇଛୁ ଠାକୁରଙ୍କର ଦୟା କରୁଣାରୁ। ଏ ଜନ୍ମରେ ଆମମାନଙ୍କୁ ଗୋଟେ ଏଭଳି ସୁଯୋଗ ମିଳିଛି। ଆଉ ଏଇ ସୁଯୋଗରେ ଆମେ ଯେତେବେଳେ ଦୀକ୍ଷା ଦଉଛେ, ସେମାନଙ୍କୁ ଖାଲି କହିଦିଆ ଆସୁଛେ ଯଜନ ଯାଜନ ଇଷ୍ଟଭୂତି କରିବ, ଆଉ ପ୍ରାର୍ଥନା ଏଇ ପ୍ରକାର କରିବ, ଅମେଇ କରିବ, ସମୟ କରିବ। କିନ୍ତୁ ପିଲା ଯଜନ କଣ ବୁଝିଲା ନାହିଁ, ଯାଜନ କଣ ବୁଝିଲା ନାହିଁ, ଇଷ୍ଟଭୂତିଟା କୌଣସି ପ୍ରକାର ଭୟ ପ୍ରାପିକି ଟିକେ କଲା। କିନ୍ତୁ 20 ବର୍ଷ 10 ବର୍ଷ ବିତିଗଲା, ସେ କାହାକୁ ପଦେ ମଧ୍ୟ ଯାଜନ ମୁହଁ ଖୋଲି ପାରିଲା ନାହିଁ। ତାପରେ ଗୋଟେ ସେଲ୍ଫ କନଫିଡେନ୍ସ ସୃଷ୍ଟି ହେଲା ନାହିଁ। ଅତଏବ ଆମମାନଙ୍କର ସମସ୍ତ ପ୍ରଚେଷ୍ଟା ରହିବ। ଯୋଉ ଡିପି ୱାର୍କ କାର୍ଯ୍ୟକ୍ରମ ଆସିଛି, এই ଡିପି ୱାର୍କ କାର୍ଯ୍ୟ ଭିତରେ ଯୋଉ ଗାଁ ମାନଙ୍କରେ ଦୀକ୍ଷା ଦିଆ ହଉଛି, ସେ ଗାଁରେ କିଏ ଆକ୍ଟିଭ ପର୍ସନ ଅଛି? ଯଦି କେହି ଆକ୍ଟିଭ ପର୍ସନ ନାହିଁ, ତାହେଲେ ଆମକୁ ଯିବାକୁ ପଡିବ ଯାଇକି, କାହିଁକିନା ଗୋଟେ ଦୀକ୍ଷା ବଞ୍ଚିଲେ ସେଠି ଆଉ 5ଟା ଦୀକ୍ଷା ହବ। କିନ୍ତୁ ଏଟାକୁ ଆମେ ନଜର ନ ଦେଇ ଅନେକ ସମୟରେ ଆମେ କଣ କରୁ କି, ଆମ କାମ ତୁଟେଇ ଦେଇକି ଆମ ରାସ୍ତାରେ ଆମେ ପଳେଇ ଯାଉ, ଯାହା ଫଳରେ ସେ ଦୀକ୍ଷା ଗୁଡିକ ନିଥର ହେଇ ଉଠେ। ତେଣୁ ଆଚାର୍ଯ୍ୟ ପରମ୍ପରା କ୍ରମେ ଏଇ ଯୋଉ ଡିପି ୱାର୍କ ଆସିଛି, ଅନ୍ତତଃ ପ୍ରତ୍ୟେକ ଦିନ କାହା ଘରକୁ ଗୋଟେ ଯିବା, ତାଙ୍କ ଘରେ ପ୍ରାର୍ଥନା କରିବା, ଏବଂ ସେମାନେ କେମିତି ଅଛନ୍ତି, ସୁଖରେ ଅଛନ୍ତି କି ଦୁଃଖରେ ଅଛନ୍ତି, ସେମାନଙ୍କ କଥା ବୁଝିବା। ଏଇ ଆଦାନ ପ୍ରଦାନ ଭିତରେ ଦେଇକି ଶ୍ରୀ ଠାକୁରଙ୍କର ଯୋଉ କ୍ୟୁରେଟିଭ ମେଜର ଏବଂ ପ୍ରିଭେଣ୍ଟିଭ ମେଜର ସବୁ କିଛି ସକ୍ସେସ ହବ। ସକ୍ସେସର ରାସ୍ତାରେ ଆମମାନେ ଅଛୁ, ଏବଂ ଆମର ଗତିକି ଆଉ ଟିକେ ବଢେଇବାକୁ ପଡିବ। ଆମମାନଙ୍କୁ ଚଳଚଞ୍ଚଳ ହବାକୁ ପଡିବ, ଏବଂ ଆମର କଥା ଗୁଡିକ କେବଳ କଥାରେ ନ ରହି କର୍ମରେ ଯେତେବେଳେ ପ୍ରଦର୍ଶିତ ହବ, ଠାକୁର ଖୁସି ହେବେ। ଆଉ ଯେତେବେଳେ ଈଶ୍ୱର ଖୁସି ହେବେ, ସମଗ୍ର ଜଗତ ହସରେ ଫୁସି ଉଠିବ। ସମସ୍ତଙ୍କର ଶାନ୍ତି ସ୍ୱସ୍ତି କାମନା କରି ପ୍ରାର୍ଥନା କରି ରହୁଛି। ଜୟ ଗୁରୁ ସମସ୍ତଙ୍କୁ। ଜୟ ଗୁରୁ ଯତୀନ୍ଦ୍ର ଭାଇ। ଜୟ ଗୁରୁ। ଆଜି ଗୋବିନ୍ଦପୁର ସତ୍ସଙ୍ଗର 19